ଆମର ଧାନ କିଣା ବର୍ତ୍ତମାନ ସୁଦ୍ଧା 71,50,000 ମେଟ୍ରିକ ଟନ୍ ଧାନ କିଣା ସରିଲାଣି। ଆମେ ଆମ ଟାର୍ଗେଟ ତ ବହୁତ ଅଧିକ ଅଛି, ତଥାପି 31 ମାର୍ଚ୍ଚ ସୁଦ୍ଧା କେତେ ହେଉଛି ଦେଖାଯିବ। ଆମେ ଚାହୁଁଛୁ ଜଣେ ବି କୃଷକର ଟୋକନ ଲାଭ ନ ହେଉ, ଜଣେ ବି କୃଷକ ତାର ଧାନ ବିକିବାରେ ଅସମର୍ଥ ନ ହେଉ। ସମସ୍ତଙ୍କର ଧାନ କିଣିବା ଯୋଜନାରେ ଆମେ ଅଛୁ। ତେଣୁ 31 ମାର୍ଚ୍ଚ ସୁଦ୍ଧା ଜଣାପଡ଼ିବ ପ୍ରକୃତରେ କେତେ ଧାନ କିଣା ହେଲା। ରବି ପାଇଁ ଯୋଜନା ଚାଲିଛି। ରବି ଋତୁରେ ମଧ୍ୟ ସବୁ କୃଷକମାନଙ୍କ ରେଜିଷ୍ଟ୍ରେସନ ଆରମ୍ଭ ହୋଇଯିବ। ରେଜିଷ୍ଟ୍ରେସନ ଆରମ୍ଭ କରିବା ପାଇଁ ଆମେ ଅନୁମତି ଦେଇସାରିଲୁଣି। ସେ ଯେଉଁମାନେ ଧାନ ରବି ଋତୁରେ ବିକିବେ ସେମାନେ ରେଜିଷ୍ଟ୍ରେସନ ଅବିକା ଆରମ୍ଭ କରିବେ। ଏବେ ଆରମ୍ଭ ହୋଇଯିବ। ଆମେ ଶୁଣନ୍ତୁ, ଟାର୍ଗେଟ ଆମର ଥିଲା 77 ଲାଖ ମେଟ୍ରିକ ଟନ୍ ଟାର୍ଗେଟ ଥିଲା। ଅବିକା 71,50,000 ମେଟ୍ରିକ ଟନ୍ କିଣା ସରିଲାଣି। ରୋଜ କିଣା ଚାଲିଛି। ବର୍ତ୍ତମାନ 31 ମାର୍ଚ୍ଚ ପର୍ଯ୍ୟନ୍ତ କିଣାଯିବ। କାହାର ରହିବ ନାହିଁ, ଯେଉଁଠି ବି ଖବର ମିଳୁଛି ଆମେ ସାଙ୍ଗେ ସାଙ୍ଗେ ଟାର୍ଗେଟ ଦେଉଛୁ ଏବଂ ପ୍ରଶାସନକୁ ଆଲର୍ଟ କରୁଛୁ ତାଙ୍କର କିଣ ବୋଲି। କାହାର ଲାଭ କରିବାକୁ ଦେବୁନି ଆମେ। ମାର୍ଚ୍ଚ 31 ସୁଦ୍ଧା ଲାଷ୍ଟ, ତାପରେ ଆଉ କିଣା ହେବନି। କାରଣ ତାପରେ ରବି ଆରମ୍ଭ ହୋଇଯିବ। ଗୋଟେ ଖରିଫଟା ଟାର୍ଗେଟ ହେଉଛି ଲାଷ୍ଟ ମାର୍ଚ୍ଚ 31। ଟାର୍ଗେଟର ପ୍ରାୟ 95% କିଣା ସରିଲାଣି। ଆଉ ସରିବା ଉପରେ ଆଉ 8-10 ଦିନ ଭିତରେ ମୁଁ ଭାବୁଛି ପ୍ରୋକ୍ୟୁରମେଣ୍ଟ ଆମର ଖରିଫ ଋତୁର ସରିଯିବ। ରବି ପାଇଁ ପ୍ଲାନ୍ ଆରମ୍ଭ ହୋଇଗଲାଣି। ରେଜିଷ୍ଟ୍ରେସନ ଆରମ୍ଭ ହୋଇଯିବ। ଏବେ ଫାଇଲ କାମ ଚାଲିଛି। ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନେବୁ, ତାପରେ ପୁଣି ଆରମ୍ଭ କରିଦେବୁ। ସାର୍, ଆଉ ଗୋଟେ ଜିନିଷ, ରାସନ କାର୍ଡ ହିତାଧିକାରୀକୁ ନେଇ ବିଭାଗ ଯୋଉଭଳି ଭାବରେ କରିଥିଲା ଏବଂ ଆପଣ କହୁଥିଲେ ଅନେକ ଲୋକ ନିଜସ୍ୱ ଭାବରେ ସାର୍ ଫେରେଇଛନ୍ତି କାର୍ଡ ଯୋଉମାନେ ସରକାରୀ ଚାକିରି। ବର୍ତ୍ତମାନ ସାର୍ ତାର ଷ୍ଟାଟସ୍ କ'ଣ? ଦେଖନ୍ତୁ, ଇକେୱାଇସି ବି ଭଲ ସଫଳତା ମିଳିଛି ଆମକୁ। ଇକେୱାଇସିରେ ଏପର୍ଯ୍ୟନ୍ତ ବି 30,734 ଲୋକ ଏପର୍ଯ୍ୟନ୍ତ ଇକେୱାଇସି କରିନାହାନ୍ତି। ଆଉ ଯେଉଁ ସ୍ପିଡରେ ଇକେୱାଇସି ହେଉଥିଲା ଆଉ ସେ ଇକେୱାଇସି ହେଉନି। ଦିନକୁ 1000-1200 ଏଇ ଟାଇପ୍ର ଲୋକ କରୁଛନ୍ତି ଇକେୱାଇସି। ତେଣୁ ସେଇ 31 ମାର୍ଚ୍ଚ ଭିତରେ ଜଣାପଡ଼ିବ କେଉଁମାନେ ରହିଲେ, ଇକେୱାଇସି କଲେ, ନ କଲେ। ଫାଇନାଲ ଡିସିସନ୍ ତାପରେ ନିଆଯିବ। ଆମେ ଶୁଣନ୍ତୁ, ଯେଉଁମାନେ ଇକେୱାଇସି ଲାଷ୍ଟରେ କରିବେ ନାହିଁ ସେମାନଙ୍କର ମଧ୍ୟ ଆମେ ଘରକୁ ଘର ଅଫିସରମାନେ ଯାଇକରି ସର୍ଭେ କରିବେ ପ୍ରକୃତରେ ସେ ଲୋକମାନେ ଅଛନ୍ତି ନା ନାହାନ୍ତି, କିମ୍ବା ରହିକିରି ସେମାନେ ସରେଣ୍ଡର କରିଦେଲେ କି। ଡିଟେଲ ଆମେ ଜାଣିଲା ପରେ ସେଗୁଡ଼ାକୁ ଆମେ ରାସନ କାର୍ଡରୁ କାଟିବୁ। ହଠାତ୍ କାଟିବୁ ନାହିଁ। ଆମେ ପୁରା ଫିଲ୍ଡ ସର୍ଭେ କରିବୁ। ଫିଲ୍ଡ ସର୍ଭେ କଲା ପରେ ଆମେ କାଟିବୁ। ସାର୍, ଆଉ ଗୋଟେ ସମସ୍ୟା ରହୁଥିଲା ଯୋଉ ଇନକମ ଟ୍ୟାକ୍ସ କଥା ଆପଣ କହିଥିଲେ ଯେ ସେଇଟା ବି ଯାଞ୍ଚ ହବ। ଇନକମ ଟ୍ୟାକ୍ସ ବାବଦରେ ମୁଁ କହିଛି, ଯେଉଁମାନେ ଜିରୋ ପେମେଣ୍ଟ ଡିପୋଜିଟ୍ କରିଛନ୍ତି ଲୋନ୍ ଫୋନ୍ ନେବା ଆଶାରେ, ସେମାନଙ୍କୁ ଆମେ ହଠାତ୍ କାଟୁନାହୁଁ। ସେମାନେ ଲିଷ୍ଟ ଯାଇଛି ଭାରି ସବୁ ଜିଲ୍ଲାକୁ, ଅଧିକାରୀମାନଙ୍କ ପାଖକୁ। ସେଟା ଫିଜିକାଲ ଭେରିଫିକେସନ୍ ଆମେ କରିବୁ। ପ୍ରକୃତରେ ତାଙ୍କ ଭିତରୁ କେତେ ଧନୀ ଅଛନ୍ତି, କେତେ ଗରିବ ଅଛନ୍ତି, କେଉଁମାନଙ୍କର କଟିବା ଦରକାର। ସେଥିପାଇଁ ମୁଁ କହିଛି ହଠାତ୍ କାଟ ନାହିଁ, ତ ଫିଲ୍ଡ ସର୍ଭେ କରିସାରିଲା ପରେ କଟା ହେବ। ଚାଲିଛି କାମ। ଆଗରୁ ଆପଣଙ୍କର ଥିଲା 6,35,000 ଲୋକ ଆପ୍ଲାଏ କରିଥିଲେ। 3 ବର୍ଷ 4 ବର୍ଷ 5 ବର୍ଷ ହେଲା ଆପ୍ଲାଏ କରିଥିଲେ, କିନ୍ତୁ ତାଙ୍କୁ ମିଳିନଥିଲା। ସେଇ ଯେଉଁ ପୁରୁଣା ଆପ୍ଲାଏ କରିଥିଲେ ତାକୁ ଅର୍ଡର ଦେଇ ଦିଆଯାଇଛି
ଫିଲ୍ଡ ସର୍ଭେ କରିବା ପାଇଁ। ପ୍ରକୃତରେ ସେ 6,35,00,000 ଭିତରୁ କେତେ ଜେନ୍ୟୁନ୍ କେତେ ପାଇବା ଯୋଗ୍ୟ ଆମେ ସେମାନଙ୍କର ଲିଷ୍ଟ ତିଆରି କରୁଛୁ ପ୍ରତ୍ୟେକ ଜିଲ୍ଲାରେ ଏବଂ ସେମାନଙ୍କୁ ଆମେ ଗୋଟେ ଫେଜ୍ରେ ଦେଇଦେବୁ। ବୋଧେ 15 ଦିନ ଭିତରେ ଏପ୍ରିଲ 15 ଭିତରେ ସେ ସର୍ଭେ ସରିଯିବ ଏବଂ ସରିଗଲା ପରେ ସେ ସର୍ଭେ ଆମେ ପ୍ରତ୍ୟେକ ଜିଲ୍ଲାରେ ବାଣ୍ଟି ଦେବୁ। ଦରକାର ପଡ଼ିଲେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଡାକିକିରି ଗୋଟେ ସମ୍ମିଳନୀ କରିକିରି ନୂଆ କାର୍ଡ ସବୁ ଯେଉଁମାନେ ପାଇବା କଥା ଆମେ ତାଙ୍କୁ ଦେଇଦେବୁ। ନାଇଁ ଏପ୍ରିଲ 15 ସୁଦ୍ଧା ଏ ସର୍ଭେ କାମ ସରିଯିବ। ସର୍ଭେ ହେଲେ ଆମେ ଦେଇଦେବୁ। ସେମିତି ନୂଆ ପୋର୍ଟାଲ ଖୋଲିଲା ପରେ 50,000 ପାଖାପାଖି ନୂଆ ହିତାଧିକାରୀ ଯେଉଁମାନେ ନୂଆ ଗରିବ ଲୋକ ଆପ୍ଲାଏ କରିଛନ୍ତି ତାକୁ ମଧ୍ୟ ଆଉ ଗୋଟେ ଫେଜ୍ରେ ଆମେ ଏଟା ଆପ୍ଲାଏ ସରିଲା ପରେ କେତେ ଆପ୍ଲାଏ କରୁଛନ୍ତି ଆମେ ଦେଖୁଛୁ। ଆପ୍ଲାଏ କରିସାରିଲା ପରେ ଫାଇନାଲି ତାପରେ ଆମେ ଅର୍ଡର କରିବୁ ତାକୁ ବି ସର୍ଭେ କରାଯିବ। ଖାଲି ଆପ୍ଲାଏ କରିଦେଲେ ଯେ ଦେଇ ଦିଆ ହେବ ତା ନୁହେଁ। ଆପ୍ଲାଏ କଲା ପରେ ଫିଲ୍ଡ ସର୍ଭେ ହେବ ପ୍ରକୃତରେ ସେମାନଙ୍କ ଭିତରୁ କେତେ ଯୋଗ୍ୟ ସେଇମାନଙ୍କୁ ହିଁ ଦିଆଯିବ। ଅବିକା ଆମେ ତାକୁ ଟାଇମ୍ ପିରିୟଡ଼ ଦେଇନୁ। ଲୋକମାନେ ଆପ୍ଲାଏ କରନ୍ତୁ ଆରାମସେ କରନ୍ତୁ। ଖୋଲି ଦିଆହେଇଛି ପୋର୍ଟାଲ। ଆପଣମାନେ କହୁଥିଲେ କେବେ ଖୋଲିବ ଖୋଲି ଦିଆଗଲା 1 ତାରିଖ ଠାରୁ। ଏବେକା ପର୍ଯ୍ୟନ୍ତ 50,000 ଲୋକ ଆପ୍ଲାଏ କରିସାରିଛନ୍ତି। ଆହୁରି ଆପ୍ଲାଏ କରନ୍ତୁ କିଛି ଅସୁବିଧା ନାହିଁ। 1,00,000 2 ଲକ୍ଷ 10 ଲକ୍ଷ ଆପ୍ଲାଏ କରନ୍ତୁ। ଆପ୍ଲାଏ କଲା ପରେ ଆମେ ତାକୁ ପୁଣି ଫିଲ୍ଡ ସର୍ଭେ କରିବୁ। ରିଅଲ ଯେଉଁମାନଙ୍କର ଗରିବ ଯେଉଁମାନେ ପାଇବା ଯୋଗ୍ୟ ଆମେ ତାଙ୍କୁ ଦେବୁ। ସାର୍ ଆଉ ଗୋଟେ ଜିନିଷ ଆପଣ 8 ତାରିଖ ଗୋଟେ ବୈଠକ ନେଇଥିଲେ ଯେଉଁଥିରେ ପୋଷଣ କେନ୍ଦ୍ର ସରକାର ଖୋଲିବା ପାଇଁ ବର୍ତ୍ତମାନ ଯୋଜନା କରୁଛନ୍ତି। ସାର୍ ସେଗୁଡ଼ାକ କ'ଣ କେତେଟା ଜାଗାରେ ଖୋଲା ହେବ ଏବଂ ସେଟା କ'ଣ ମିଳିବ? ଦେଖନ୍ତୁ ପୋଷଣ କେନ୍ଦ୍ର ଗୋଟେ ନୂଆ ସବଜେକ୍ଟ ବର୍ତ୍ତମାନ ୱାର୍ଲଡ ଫୁଡ ଯେଉଁମାନେ ଅର୍ଗାନାଇଜେସନ ତରଫରୁ ଏଟା କରାଯାଉଛି। ଏଥିରେ ଗୁଜରାଟ ଆଉ ଦିଲ୍ଲୀ ଏ ଦୁଇଟାକ ପ୍ରଦେଶରେ ଆକୁ ଅଲରେଡ଼ି ଆପ୍ଲାଏ କରିଦେଇଛନ୍ତି। ଆମେ ମଧ୍ୟ କିଛି ଲୋକଙ୍କୁ ତାଥିରେ ଟ୍ରେନିଂ ଦେଲୁଣି। 30-35 ଜଣ ଟ୍ରେନିଂ ନେଇଛନ୍ତି। ଟ୍ରେନିଂ ନେଲା ପରେ ଆମେ ଆଗ ଖୋଲିବୁ। ପୋଷଣ କେନ୍ଦ୍ର ଉଦ୍ଦେଶ୍ୟ ହେଉଛି ଗରିବ ଲୋକମାନେ ତ ସେଥିରେ ପାଇବେ, ମିଡିଲ କ୍ଲାସ ଲୋକମାନେ ମଧ୍ୟ ସବସିଡାଇଜ ରେଟ୍ରେ ଚାଉଳ ଗହମ ତେଲ ଡାଲି ଅନ୍ୟାନ୍ୟ ଯେତେ ଜିନିଷ ବା ଅଟା ଏସବୁ ଜିନିଷ ପାଇବେ। ଯେମିତି ଭାରତ ଅଟା ଆସିକିରି ବିକ୍ରି ହେଉଛି 20 ଟଙ୍କା 25 ଟଙ୍କା ରେଟ୍ରେ, ସେଇ ଟାଇପ୍ର ଆମେ ଚାହୁଁଛୁ। ମିଡିଲ ଯେଉଁମାନେ ଲୋଅର ମିଡିଲ କ୍ଲାସ୍ ସେମାନେ ଭାବୁଛନ୍ତି ଆମ ପାଇଁ ସରକାର କିଛି କରିପାରୁନାହାନ୍ତି। ଆମେ ପୋଷଣ କେନ୍ଦ୍ର ଜରିଆରେ ତାଙ୍କୁ ମଧ୍ୟ ସବସିଡାଇଜ ରେଟ୍ରେ ଏସବୁ ଜିନିଷ ଦେବା ଯୋଜନା କରୁଛୁ। ମାନେ ଫାଇନାଲ ଡିସିସନ୍ ନିଆଯାଇନି। ସେଥିରେ ସେଟା ଆମେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବୁ। ମୁଖ୍ୟମନ୍ତ୍ରୀଙ୍କ ସହିତ ବସିବୁ। ଆମେ ତାପରେ ଡିସିସନ୍ ନେବୁ। ପ୍ରକୃତରେ ଡିସିସନ୍ ଏଟା ନିଆ ହେଇନି। ପ୍ଲାନିଂ ପାଇଲଟ ପ୍ରୋଜେକ୍ଟ 35ଟି କରାଯାଇଛି। ସେଇଟା ବର୍ତ୍ତମାନ ଆରମ୍ଭ ହେବ। ଲୋକମାନେ କେତେ ଉପକୃତ ହେଉଛନ୍ତି, ତା ଦ୍ୱାରା କେତେ ଲାଭ ହେଉଛି ଏଟାକୁ ଆମେ ଦେଖିବୁ। ପ୍ଲାନ୍ ଏଇଆ ପୁରା କିଛି ସରକାରଙ୍କର ସବସିଡି ଯିବ, କିଛି କେନ୍ଦ୍ର ସବସିଡି ଦେବ। ସେଇଟା ଗୋଟେ ଦୋକାନ ଖୋଲାଯିବ। ପ୍ରତି ପଞ୍ଚାୟତରେ ଗୋଟେ ଦୋକାନ ଖୋଲାଯିବ। ସେଥିରେ ପରେ ଏଇଆ ଚାଉଳ ମାନେ ଚାଉଳଟା ଆମେ ଦେଉଛୁ 3,36 ଲକ୍ଷ ଲୋକ ପାଉଛନ୍ତି। ପର କେଜି ମୁଣ୍ଡ ପିଛା 5 କେଜି ନାକେ। ସେ ଲୋକ କିଛି ଭାବୁଛନ୍ତି 5 କେଜି ବି ପାଉନି ଆମକୁ। ତେଣୁ ସେମାନେ କମ୍ ରେଟ୍ରେ ଚାଉଳ ସେଠୁ ପାଇପାରିବେ। କମ୍ ରେଟ୍ରେ ଚାଉଳ ଧର 15 ଟଙ୍କାରେ ଚାଉଳ ପାଇଲେ, ଅଟାଟା 20 ଟଙ୍କାରେ ପାଇଲେ, ଡାଲିଟା ବଜାରରେ ଅଛି ଧର 100 ସେଠି ପାଇଲେ 60 ଟଙ୍କାରେ। ଏଇ ଟାଇପ୍ର ଆମେ ଗୋଟେ ସବସିଡାଇଜ ରେଟ୍ରେ ଆମେ ଲୋଅର ମିଡିଲ କ୍ଲାସ ଫ୍ୟାମିଲିଙ୍କ ପାଇଁ ଆମେ ଦେବାର ବ୍ୟବସ୍ଥା କରୁଛୁ। କରିବା ପାଇଁ ମାନେ ମନସ୍ଥ କରୁଛୁ। ସେଟା ପାଇଁ ଯୋଜନା ତିଆରି ଚାଲିଛି। ସେଇଟା ଯଦି ପୋଷଣ କେନ୍ଦ୍ରଟା ଯଦି ସଫଳ ହେଲା ବହୁତ ଲୋକ ମିଡିଲ କ୍ଲାସ ଲୋକ ସେଥିରେ ଉପକୃତ ହେବେ। ହଁ ସେଇଟା କାର୍ଡ ଦେବା ବ୍ୟବସ୍ଥା କରାହେବ। ସେଇଟା କାର୍ଡ ବ୍ୟବସ୍ଥା କରାଯିବ। ତେଣୁ ଆଗ ଗୋଟେ ଇଏଟାକୁ ଚାଲିଛି ଏଇଟା ସର୍ଭେ। ଏଟା ମୁଁ କହୁନି ଏଟା ମାନେ ଫାଇନାଲ ରିପୋର୍ଟ ହେଇସାରିଲାଣି ବୋଲି। 35ଟା ଖୋଲି ନାହିଁ। ବର୍ତ୍ତମାନ ଖୋଲିବା ପ୍ଲାନ୍ ଚାଲିଛି। ପାଇଲଟ ଯୋଜନା ଚାଲିଛି। ଏଟା ମାନେ ଆମ ଅଧିକାରୀ ସ୍ତରରେ ଏଟା ଯୋଜନା ଚାଲିଛି। କିଛି ଲୋକଙ୍କୁ ଟ୍ରେନିଂ ଦିଆଯାଇଛି।
गोटे ऑफिसर्स ग्रुप जीवे गुजरात दिल्ली तांको पोषण केन्द्र गुड़ाक बुलिकी देखिए केते रेट से बिकुंट केते सब्सिडी राज्य दौची केते केन्द्र दौची ताको डिटेल स्टडी करेंगे सेटा माने आम ओडिशा पाई नुआ तेणु आम सेटा योजना करुचु आपण भावतु नहीं सेटा पूर्णांग डिसीजन नहीं निगलानी बोली से योजना करुचु माननीय मुख्यमंत्री आगे सेटा योजना रखा सीट आप्रुव कला पुणी ताको चालू करा सर आ गोटे प्रसंग अछि बर्तमान से मुख्यमंत्री दिल्ली गस्तर अछि चर्चा होछि अनेक किछि प्रसंग रे आलोचना हो दिल्ली दरबार रे निगम सभापति रहिछि मुख्यमंत्री को ई गस्त केते सफल होला देखो आज्ञा मुख्यमंत्री आमर नेता से दिल्ली कौन पे जाइछंती कौन डिसीजन नेबे ता ऊपर कमेंट कराटा ठीक हम नहीं राज्य सभापति भी जाउछंती विभिन्न एटा सब रेगुलर काम सेटा करवा उचित मध्य ता ऊपर कमेंट करी किछ लाभ नहीं चर्चा होछि केंद्रीय नेतृत्व सहित मिसिबे एवं ता सहित जो सभापति एवं निगम ऊपर मध्ये आलोचना निश्चय करेंगे से तांकर कर्तव्य से तांकर करेंगे करने को दि जाऊ से तो आपे आसिले आपण आगे कहे अन्य मुख्यमंत्री भाया तो नुचु नथिले प्रेस को आसुथिले से निजे प्रेस को आसुछन सब कहउछन्ती कहबे से सर दिल्ली रु फेरिया परे कारण आपण जे 22 तारिख अमित शाह दिल्ली रु फेरिया परे गोटे बड़ निष्पत्ति आसिबो हाँ आमे आशा रखिबा किंतु फ्यूचर टाको के कहबो।